ये तरकारीटा ମୁଁ ପୋଟଳରେ ତିଆରି କରିଛି। କେମିତି କରିଛି ନିଶ୍ଚୟ ଜାଣିବାକୁ ଇଚ୍ଛା ଥିବ। ନମସ୍କାର ଫ୍ରେଣ୍ଡସ୍, ଆଜି ମାନପ୍ରକାଶ ଆପଣମାନଙ୍କୁ ତା ରୋଷେଇ ଘରକୁ ସ୍ୱାଗତ କରୁଛି। ଆଜି କରିବା ପୋଟଳରେ ଗୋଟେ ତରକାରୀ କରିବା, ଗୋଟେ ନୂଆ ପ୍ରକାର ଆଉ ଆଜି ଗୋଟେ ପ୍ରକାରର କରିବା। ମୋ ଭଣଜାକୁ ଚାଲନ୍ତୁ ପଚାରିବା ତାର ପୋଟଳ ପ୍ରତି କେତେ ଆଗ୍ରହ। ତାକୁ ପଚାରିଲି, ବାବୁ ଆଉ ପୋଟଳ ତରକାରୀ କଲେ ଖାଇବୁ? କହିଲା ନା। ମୁଁ ଏଇଟା କେମିତି କରିଲି, କିନ୍ତୁ ବାବୁ ତାଙ୍କର ଖାଇଦେଲେ ଜାଣିପାରିଲେନି। ଦେଖନ୍ତୁ ମୁଁ ତାକୁ ଦେଉଛି ଖାଇବା ପାଇଁକା। ପୋଟଳ ତରକାରୀ ନାଁ ଶୁଣିଲେ ଏତେ ବଡ଼ ଚିତ୍କାର କରିବ, ପୋଟଳ ନା ନା ମୁଁ ଖାଇବିନି। ଚାଲନ୍ତୁ ଯିବା ମୋ ରୋଷେଇ ଘରକୁ। ସେଥିପାଇଁ ଆଗ ମସଲା ପ୍ରସ୍ତୁତ କରିନେବା। ମୁଁ ମସଲାରେ ନେଇଛି କାଜୁ, କିଛି ଅଦା, କିଛି କଞ୍ଚା ଲଙ୍କା, ପିଆଜ ସବୁ ବଡ଼ ବଡ଼ କରି ଆମେ ଏମିତି କାଟି ଦେଇଥିବା। ଟମାଟର ଗୋଟେ ନେଇଛି, ଟମାଟର ନେଇଛି, ଗୁଜୁରାତି, ଡାଲଚିନି, ଆଉ ତା ଦେହରେ ହେଉଛି ଆମେ ନେଇଯିବା ରସୁଣ। ଏଗୁଡ଼ା ସବୁ ଆମେ ଅଳ୍ପ ଟିକେ ତେଲ ପକେଇକିରି ତାକୁ ଆମେ ପକେଇ ତା ଦେହରେ ଟିକେ ପକେଇଦେବା ଲୁଣ, ଅଳ୍ପ ଟିକେ ଲୁଣ ପକେଇକିରି ତାକୁ ଆମେ ଗୋଳେଇ ଗାଳେଇ ଟିକେ ଘୋରେଇ ଦେବା। 5 ମିନିଟ୍ ପାଇଁ ଗ୍ୟାସ୍ କମେଇକିରି ଟିକେ ଘୋରେଇ ଦେବା ତାକୁ ଆମେ, ଯେମିତି ଭାଜି ହେବନି, ଲାଲ ପଡ଼ିବନି, କିନ୍ତୁ ନରମ ହେଇଯାଇଥିବ। ଗ୍ୟାସ୍ଟାକୁ ଆମେ କମେଇ ଦେବା। ତାକୁ କମେଇ ଦେଇ ଘୋଡ଼େଇ ସାରିଲା ପରେ କିଛି ସମୟ ପରେ 5 ମିନିଟ୍ ପରେ ସେ ଦେଖନ୍ତୁ ପୁରା ନରମ ଟିକେ ହେଇଯାଇଛି। ତାକୁ ଆମେ ଗୋଳେଇ ଗାଳେଇ ଦେଇ ତାକୁ ବାହାର କରିଦେବା। ଥଣ୍ଡା କରିବା ପାଇଁ ତାକୁ ଆମେ ଛାଡ଼ିଦେବା। ତାପରେ ଯିବା ଆମେ ନେକ୍ସଟ ପ୍ରୋସେସ୍, ପୋଟଳ ପାଖକୁ। ପୋଟଳକୁ ଆମେ ଦୁଇ ପଟ ଏମିତି କାଟିଦେବା। କାଟି ଦେଇକିରି ତାକୁ ଧୋଇ ଧୋଇ ପରିଷ୍କାର କରିଦେବା। ଏମିତି ଘଷିକିରି ଏଇଥିରେ ଆମେ ତାକୁ କଟରରେ କାଟିକିରି ଏମିତି ଛୋଟ ଛୋଟ କରି ଏମିତି କରିଦେବା। ଦେଖନ୍ତୁ ନ ଖାଇଥିବେ ଯିଏ ବି ପୋଟଳ ନ ଖାଆନ୍ତି, ପୋଟଳରେ ଯେଉଁ ଭିଟାମିନ୍ଟା ଥାଏ ସେଇଟା କ'ଣ ସବୁଥିରେ ମିଳିବ କି? ତେଣୁ ପୋଟଳଟା ଖାଇବା ନିହାତି ଦରକାର। ପୋଟଳରେ ଆମେ ପକାଇଦେବା ଅଳ୍ପ ଟିକେ ଲୁଣ ପକାଇ ତାକୁ ଟିକେ ଆମେ ଗୋଳେଇ ଦେବା। ତାକୁ ଗୋଳେଇ ଗାଳେଇ ଦେଇ ତାକୁ ଏମିତି ଚୁପୁଡ଼ି ଦେବା। ତା ଦେହରୁ ପାଣିଟା ବାହାରିଯିବ। ଏପର୍ଯ୍ୟନ୍ତ ଆପଣମାନେ ମୋତେ ଫେସବୁକ୍ରେ ଦେଖୁଛନ୍ତି, ଫଲୋ କରିନାହାନ୍ତି, ମୋତେ ନିଶ୍ଚୟ ଯାଇ ଫଲୋ କରନ୍ତୁ। ଆଉ ୟୁଟ୍ୟୁବ୍ରେ ଯଦି ଦେଖୁଛନ୍ତି ମୋତେ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ମୁଁ ଯାହା ଭିଡ଼ିଓ ପକାଇବି ଆପଣମାନଙ୍କ ପାଖକୁ ନିଶ୍ଚୟ ଯିବ। ଦେଖନ୍ତୁ ଭାବେ ଏଇ ପାଣିଟାକୁ ଆମେ ରଖିବା, ଆମେ ପଛରେ ଏଇଟା କାମରେ ଲଗାଇବା। ତା ପାଇଁ ନେଇଯାଇଛି କିଛି ପନିର ନେଇଯାଇଛି। ପନିରଟାକୁ ଏମିତି କଟରରେ ଆମେ ତାକୁ ବି ଗ୍ରେଟ୍ କରିଦେବା। ତା ଦେହରେ ଥରକ ଆମେ ପକାଇବା ମସଲା, କିଛି ଅଦା ଆମେ ଘଷିକିରି ଏମିତି କାଟିଦେବା। ତା ଦେହରେ ପକାଇବା ଅଳ୍ପ ଟିକେ ହଳଦୀ ଗୁଣ୍ଡ, ତାପରେ ଟିକେ ପକାଇବା କାଶ୍ମୀରୀ ଲଙ୍କାଗୁଣ୍ଡ କିମ୍ବା ନାଲି ଲଙ୍କାଗୁଣ୍ଡ ପକାନ୍ତୁ। ତାପରେ ରାଗ ପାଇଁ କିଛି ପକାଇବା କଞ୍ଚା ଲଙ୍କା। ତା ଦେହରେ କିଛି ପକାଇଦେବା ଆମେ କଟା ପିଆଜ, ଆଉ ଆମେ ପକାଇଦେବା ତା ଦେହରେ କିଛି କଟା ରସୁଣ। ତା ଦେହରେ ଆମେ ପକାଇବା ଆବଶ୍ୟକ ଅନୁସାରେ ଲୁଣଟା ଖୁବ୍ କମ୍ ପକାଇବା, କାହିଁକିନା ଆମେ ପୋଟଳରେ ପକାଇଥିଲେ। ଆଉ ତାକୁ ବାନ୍ଧିବା ପାଇଁ ମୁଁ 2 ଚାମଚ ନେଇଛି ବେସନ। ଯଦି ପାଣିଆ ତ ହେବନି, ଯଦି ପାଣିଆ ହେଲା ତାହେଲେ ଆଉ ଟିକେ ବେସନ ପକାଇଦେବେ। ଦେଖନ୍ତୁ ଏମିତି ଆମେ ତାକୁ ଗୋଲ ଗୋଲ ଏମିତି କରିଦେବା। ବେସନଟାକୁ ଖୁବ୍ କମ୍ ପକାଇବେ, ଯେତେ ଦେଖିକିରି ପକାଉଥିବେ, କାହିଁକିନା ବେସନ ପକାଇଦେଲେ ବେସନ ତରକାରୀ ପରି ଲାଗିବ। ଯେଉଁ ପନିର ପକାଇଛି, ପୋଟଳ ପଡ଼ିଛି, ତା ଟେଷ୍ଟଟା ରହିବନି। ତେଣୁ ଖୁବ୍ କମ୍ ଟିକେ ବେସନ ଆମେ ପକାଇବା ବାଇଣ୍ଡିଙ୍ଗ ପାଇଁ। ଦେଖନ୍ତୁ ଏମିତି ଗୋଲ ଗୋଲ ଆମେ କରିଦେବା। ଏମିତି ଚେପ୍ଟା ଆକାରରେ ବି କରିପାରିବେ, ଲମ୍ବା ସାଇଜ୍ ବି କରିପାରିବେ, ଯେମିତି ଆପଣଙ୍କୁ ସୁନ୍ଦର ଲାଗିବ। ଆମେ କଢ଼େଇରେ ନେଇଯିବା ତେଲକୁ ଗରମ କରିକି ଏମିତି ପକାଇଦେବା। ଅଳ୍ପ ଅଳ୍ପ ଆମେ ପକାଇବା, ପୁରା ନରମ ଜିନିଷଟା ଅଳ୍ପ ଅଳ୍ପ ପକାଇକିରି ଏମିତି ବ୍ରାଉନ୍ କଲର୍ ହେବା ଯାଏ ଆମେ ତାକୁ ଛାଣିଦେବା। ହାଇ ଫ୍ଲେମ୍ରେ ପକାଇବା। ଗୋଟେ ପଟ ପୁରା ହେଇଗଲେ ତାକୁ ଆମେ ହାଇ ମିଡ଼ିୟମ୍ରେ କରିଦେବା। ଏଇଟା ଆମେ ପକାଇଲେ ତାପରେ ଆମେ ମସଲାଟା ଆମର ଥଣ୍ଡା ହେଇଯାଇଥିବ, ତାକୁ ଆମେ ବାଟିଦେବା। ପାଣି ଆମେ ଦେବା ନାହିଁ ତା ଦେହରେ। ଦେଖନ୍ତୁ ଏପଟଟା ବି ମୋର ହେଇଗଲା, ତାକୁ ଆମେ ଛାଣିକିରି ରଖିଦେବା। ତା ପାଇଁ ମୁଁ ନେଇଯାଇଛି କିଛି ଗୋଟା ମସଲା, ଜିରା, ଅଳେଇଚ ଗୋଟେ ଫଟେଇକିରି ଆମେ ତାକୁ ନେଇଯିବା ଭାଙ୍ଗିକିରି। ତା ପାଇଁ କିଛି ନେଇଛି ଗୋଲମରିଚ, ମୁଁ ନେଇଛି କିଛି, ଗୋଟେ ଜାଇଫଳ ଟିକେ ନେଇଛି, ମୁଁ ଜାଇତ୍ରୀ ଟିକେ ବି ନେଇଛି, ଆଉ ତେଜପତ୍ର ଟିକେ, 2ଟା ଲବଙ୍ଗ ନେଇଛି। ଆର ବାସ୍ନାଟା ବହୁତ ଭଲ ହେବ। ତେଲରେ ଆମେ ଗୋଟା ମସଲାକୁ ପକାଇଦେବା। ଟିକେ ଫୁଟିଗଲେ ତା ଦେହରେ ଆମେ କଟା ହେଇଥିବା ଛୋଟ ଛୋଟ କାଟିକି ଆମେ ପିଆଜ ପକାଇବା। ପିଆଜଟା ଟିକେ ଭାଜି ହେଇଗଲା ପରେ ଆମେ ଯେଉଁ ମସଲାଟା ବାଟିକି ରଖିଛେ, ପୁରା ଫାଇନ୍ ବଟା, ପାଣି ବି ଆମେ ଦେବା ନାହିଁ, ସେମିତି ଆମେ ତାକୁ ବାଟିଦେବା। ଦେଖନ୍ତୁ ମସଲାଟାକୁ ଆମେ ବାଟିଦେବା। ତାକୁ ପାଣି ଦେଲେ କ'ଣ ବହୁତ ସମୟ ଫୁଟିବ, ଖାଲି ଆମେ ପାଣି ନ ଦେଇ ଟିକେ ଯଦି ଆବଶ୍ୟକ ହେଲା ପାଣି ଦେବା। ତା ଦେହରେ ନେବା କିଛି ଅମୁଲ,
ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ମୁଁ ନେଇଛି ମେଥି ପତ୍ର। ଆଉ ଅମୁଲଟା ଯେତେବେଳେ ପକାଇବେ ତା ଉପରେ ଟିକେ ପାଣି ଦେଇଦେବେ, ପାଣି ଦେଇ ଟିକେ ହଲେଇ ଦେଲେ ସେଇଟା ନହେଲେ ବିଣ୍ଡା ହେଇଯିବ। ଏମିତି ଥଣ୍ଡା ଗରମରେ ସେଇଟା ପୁରା ମିଶିଯିବ ସେଥିରେ। ମସଲାଟାକୁ ଆମେ ସବୁବେଳେ ଲୋ ଫ୍ଲେମ୍ରେ ଭାଜିବା। ଦେଖନ୍ତୁ ପଡ଼ି ମସଲାଟା ଲୋ ଫ୍ଲେମ୍ରେ ହେଇଗଲା ପରେ ମୁଁ ତା ଦେହରେ ପକାଇ ଦେଇଛି ଏଇଟା ସିଝା ଆଳୁ, ତାକୁ ପକାଇ ଟିକେ କଷି ଆମେ ଦେଇଦେବା ଆମର ଆବଶ୍ୟକ ଅନୁସାରେ ପାଣି। ସେ ଟିକେ ଫୁଟିଗଲା ପରେ ଆମେ ପକାଇଦେବା ଯେଉଁ ଭାଜିକି ରଖିଥିବା ଯେଉଁ ପୋଟଳ ଆଉ ପନିର କି ଛାଣିକିରି ତାକୁ ଆମେ ପକାଇଦେବା। ଆମେ ତା ଦେହରେ ପକାଇଦେବା ବଟର। ଗ୍ୟାସ୍ଟିକୁ ଆମେ ବନ୍ଦ କରିଦେବା, କାରଣ ଏ ଯେଉଁ ଛାଣିଛେ ନା ଏ ବହୁତ ନରମ। ତା ଦେହରେ ପକାଇଦେବା ଆମେ କିଛି କଟା ଧନିଆ ପତ୍ର ପକାଇ ଦେଲା ପରେ ଦେଖିବେ ତା'ର ବାସ୍ନାଟା ବହୁତ ଭଲ ଆସେ। ଏଇଟା ପୁରା ଭୋଜି ବାସ୍ନାଟା ତା'ର ଆସିବ। ଏମିତି ଆପଣମାନେ ନୂଆ ଭିଡ଼ିଓ ଦେଖିବା ପାଇଁ ମୋତେ ନିଶ୍ଚୟ କମେଣ୍ଟ କରିକିରି କୁହନ୍ତୁ। ଆଉ ମୁଁ ସବୁବେଳେ ଆପଣମାନଙ୍କ ପାଇଁ ଚେଷ୍ଟା କରୁଛି ସହଜ ଭାବରେ ନୂଆ ଜିନିଷ, ଗୋଟେ ନୂଆ ପ୍ରକାରିଆ ଜିନିଷ କରିକିରି ଆଣିବା ପାଇଁକା। ଆପଣମାନେ ସବୁବେଳେ ଆପଣମାନଙ୍କ ସପୋର୍ଟ ମୋତେ ଦିଅନ୍ତୁ। ମୁଁ ଆପଣମାନଙ୍କ ପାଖକୁ ଏମିତି ନୂଆ ଭିଡ଼ିଓ ନେଇ ଆସୁଛି। ଆଉ ଏମିତି ଏଇଟାକୁ ନିଶ୍ଚୟ ଆପଣମାନେ କରିକିରି ଖାଇବେ, ନିଶ୍ଚୟ ଭୋଜି ଷ୍ଟାଇଲ୍ର ବାସ୍ନା ଆସିବ, ଆଉ ଭଲ ବି ଲାଗିବ, ଆଉ ସମସ୍ତଙ୍କର ବି ପ୍ରଶଂସାର ପାତ୍ର ହେବେ ମୋ ଝିଅ ବୋହୂମାନେ। ଏମିତି କରିକିରି ତିଆରି କରି ଘର ଲୋକଙ୍କୁ ଦେବେ। ମୋତେ ନିଶ୍ଚୟ ଲାଇକ୍ କମେଣ୍ଟ କରିବେ। ରହିଲି ନୂଆ ଭିଡ଼ିଓରେ, ବାଏ ବାଏ।